ଆମେ ପଢ଼ୁଛୁ ନରେନ୍ଦ୍ରଙ୍କର ଲେଖା ଇନ୍ ହର୍ କମ୍ପାନୀ। ଲାଷ୍ଟ ପାଲା যেটা ଆମେ ପଢ଼ିଥିଲୁ ଆଉ ଥରେ ରିପିଟ୍ କରୁଛି। So all this is to tell you that you are surrounded by a world of beings and influences, and this visible body that you have, the normal mind active in you, are not all that you can call yours. Even in the ordinary life, when you think that you are acting, you are speaking, it is not at all true or only partially true. A part, often a small part of you, is involved in your activities. You are like an iceberg. The greater part is submerged, only the top. A very small portion of the whole is visible. This becomes apparent in abnormal occasions when, for example, you are upset off your feet, wild with anger, you utter words that you would never think of uttering, or act in a way absolutely contrary to your nature. All this is because at that time you are possessed, truly possessed by invisible beings and entities. Profession, possession, possession by a ghost, possession by a ghost is a familiar phenomenon. Hysteria is a familiar case of possession. Hypnotism, mesmerism, etc. ଏଇଟା ଆମେ ପଢ଼ିଛୁ, ସମସ୍ତେ ଦେଖିଛନ୍ତି ଜାଣିଛନ୍ତି ଭଲକିରି ଯେ କେମିତି ଭାବରେ ବାହାର ବିଙ୍ଗସ୍ ମାନେ ପଜେସ୍ କରନ୍ତି। ବାହାର ବିଙ୍ଗସ୍ ଆମେ ପଢ଼ୁଥିଲୁ ଯେ ଅଟୋମେଟିକ୍ ରାଇଟିଂ, ଅଟୋମେଟିକ୍ ସ୍ପିଚ୍ ଏସବୁ ପଢ଼ା ହେଇଥିଲା ଯେ ବିଙ୍ଗସ୍ ମାନେ ପଜେସ୍ କରନ୍ତି। ପଜେସ୍ କଲାବେଳେ ଜଣେ ଜଣଙ୍କର ଗୋଟେ ଷ୍ଟ୍ରିମ୍ ଅଫ୍ ଥଟ୍ସ ଜଣେ ସେଥିରେ ଆଇଡେଣ୍ଟିଫାଏ ହେଇଯାଇଛି। ସଡନ୍ଲି କନସିୟସ୍ ହେଇଯିବ, ଆରେ ଏମିତି କ'ଣ ମୁଁ ଚିନ୍ତା କରୁଛି, ଏମିତି କ'ଣ ମୁଁ କହିବାକୁ ଯାଉଛି, ଏମିତି କ'ଣ ମୁଁ ଭାବୁଛି, ଏମିତି କହିବାକୁ ଆରମ୍ଭ କରେ ନିଜକୁ। ତା ମାନେ ଯାହା ଆମ ଭିତରେ ପ୍ରବେଶ କଲା ସେ ଆମେ ନହୁଁ, ଆମେ ପଜେସ୍ଡ ହେଇଯାଇଛୁ, ଅଧିକୃତ ହେଇଯାଇଛୁ ଆଉ କିଛି ସତ୍ତା, ଆଉ କିଛି ପ୍ରଭାବ ଦ୍ୱାରା, ଯାହାକୁ ଆମେ ଚାହୁଁନି କିନ୍ତୁ ଆମେ ସେ ଜବରଦସ୍ତ ଧରି ରଖିଛୁ। ଏହା ହେଉଛି ଆମ ନର୍ମାଲ ଲାଇଫ୍ କଥା। ଭୂତ ଲାଗିବା, ଡାହାଣୀ ଲାଗିବା, ଆଉ କ'ଣ ଲାଗିବା, ପଜେସ୍ ହେବା, ଏ ତ ବହୁତ କଥା ବିଶେଷ ଭାବରେ ଭାରତରେ ବହୁତ ଦେଖାଯାଏ, ବା ଅନ୍ୟ କଣ୍ଟ୍ରିରେ ଅଛି କିନ୍ତୁ ଏଠି ବହୁତ ଦେଖାଯାଏ। ସେ କହୁଛନ୍ତି hysteria also is a familiar case of possession. Hysteria, hypnotism, mesmerism, various mediumistic practices are attempted ways and means to cultivate conscious and willed communion with the other world. ଜାଣି ଶୁଣିକିରି କିମ୍ବା ବିଚାର କରିକିରି ଏମିତି ବାହାରର ପ୍ରଭାବକୁ ଆମେ ଡାକି ଆଣୁ ନିଜ ଭିତରେ। ଯେଉଁ ସବୁ ଗାଁ ମାନଙ୍କରେ ଠାକୁରାଣୀ ଲାଗନ୍ତି, କିଏ କେବେ ଦେଖିଛେ ଠାକୁରାଣୀ ଲାଗିବା? ଠାକୁରାଣୀ ଲାଗନ୍ତି, ଅଳ୍ପ ସମୟ ପାଇଁ ଲାଗନ୍ତି। କେଉଁ ବାର, ବିଶେଷ ଭାବରେ ଯେଉଁ ବାରଟା ତାଙ୍କ ପାଇଁ ସୁବିଧା ସେଟା ହେଉଛି ମଙ୍ଗଳବାର। ମଙ୍ଗଳବାରଟା ସୁବିଧା, ସେମାନେ ଲାଗନ୍ତି। ଲାଗିକି କିଛି କଥା କୁହନ୍ତି ବା କରନ୍ତି ଯେଉଁଗୁଡ଼ାକ ଆକ୍ଚୁଆଲି ନର୍ମାଲ ଅବସ୍ଥା ସେମାନେ କହିପାରିବେନି। କାହା ବିଷୟରେ କେତେ କ'ଣ ସବୁ କହିଦେଇ ଚାଲିଯାଆନ୍ତି, ଯେମିତି ଚାଲିଯାଆନ୍ତି ସେସବୁ ନର୍ମାଲ ହେଇଯାଏ। ଗୋଟେ କଥା ଥିଲା, ମେ ବି ଏ ଷ୍ଟୋରି ପଢ଼ିଥିଲି ସେଇଟା, ଯେ ଜଣଙ୍କ ଅଫିସରେ ଗୋଟେ ପିଅନ ତା ସ୍ତ୍ରୀକୁ ମଙ୍ଗଳା ଲାଗିଲେ, ଦେବୀ ଲାଗିଲେ। ଏମାନେ ସମସ୍ତେ ଦେଖିବାକୁ ଗଲେ ଦେବୀ କେମିତି ଲାଗିଛନ୍ତି ବୋଲି। ସମସ୍ତେ ସେଇ ତାଙ୍କ ସେ ପିଅନକୁ ଡାକି ପଚାରିଲେ, ତମ ସ୍ତ୍ରୀକୁ ଦେବୀ ଲାଗୁଛନ୍ତି ନା? ହଁ। ନା କ'ଣ ହୁଏ ନା ସେଇ ସମୟରେ ସେ ଲୋକ ଆଉ ହେଇକି ରହେନି, ସେ ଅଲଗା ଲୋକ ହେଇଯାଏ। ଖାଲି ଅଲଗା ଲୋକ ହୁଏନି, ବହୁତ କଥା କହିବାକୁ ଆରମ୍ଭ କରେ। ୟାଙ୍କର ଗୋଟେ କ'ଣ ପ୍ରୋବ୍ଲେମ୍ ଥିଲା, କାହାର ସେ ଯାହାଙ୍କର ଅଫିସରେ ପିଅନ ଥିଲା ତାଙ୍କର ଗୋଟେ ପ୍ରୋବ୍ଲେମ୍ ଥିଲା। ପିଅନର ପ୍ରୋବ୍ଲେମ୍, ସେ ବାବୁଙ୍କର ପ୍ରୋବ୍ଲେମ୍। ସେଥିରୁ ତାଙ୍କୁ ଅନୁମାନ କଲେ ଯାଆନ୍ତୁ ନା, ହଁ ଚାଲନ୍ତୁ ଦେଖି ଆସିବା। ଦେଖିବାକୁ ଗଲେ ଯେ ସେ ବସିଛନ୍ତି, ଆଉ ତାଙ୍କ ଅନେକ ଗାଁ ଲୋକ ସବୁ ବସିଛନ୍ତି ପାଖରେ, ସିଏ କହୁଛନ୍ତି ବିଭିନ୍ନ କଥା। ଏହି ସମୟରେ ତାଙ୍କ ସ୍ୱାମୀ, ଯେ ସ୍ତ୍ରୀର ସେ ଯେଉଁ ଝିଅକୁ ଲାଗେ ତା ସ୍ୱାମୀ କହୁଛି, ମା ମୋ ଅଫିସର ବାବୁ ଆସିଛନ୍ତି,
असुविधा है टिके देख सी चाहिए कहते तो विषय अलरेडी भगवत ने मत कही मुझे तो आखि पकड़ कही देखा ये आश्चर्य एमती कथा तापर हठात मन इच्छा है गोटे परीक्षा करने सतरे ना ना कहले माँ मुझे प्रसाद खाया इच्छा अच्छे कहला ठीक अच्छे तू तू मत परीक्षा करने चाहूँ ना आज ठाकुर बड़ ठाकुर पहड़ डेरी सब कम प्रसाद मिलबनी गोटे लड्डू तो दौर या हाथ बुलेदे गोटे बड़ लड्डूटे देले जो जे लेखिका जे ये से कहले लड्डू देखी मो लोभ है मुझे आग बापा पाखे बस पड़ी लड्डू को धर पकड़ी तापर से कहले भगवत विषय कहते मुझे बुझुची से प्रति घटनावली एमती जे से रास्ता साइकिल से बड़ डिप्रेस होकर ऑफिस गंडगोल सकाशे हठात देखा गोटे कागजटे उड़ी 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 जाऊँ गाड़ी एपट सेपट कर कागज से अनुसार एपट सेपट हो ओह्ल कागजटा देखिले प्रोब्लेम सल्यूशन से कागज सब लिखाई प्रमाण सब विरुद्ध जो मैंने अच्छा सब ना फा सब लिखाई प्रोब्लेम सल्व होगा तार अनेक वर्ष पर बहु वर्ष पर से ये जो जो झीटी बापा संगे जा देखी से बड़ हो जाए बापा तार ना सब गला बेलू से जो ठाकरे लगता जो भद्रमेड़ा से मरीगले स्वामी जे घर पियन थे से बसले से कहले से मरीगले बहुत दिन आ हठात दिने कहले मुझे मो कम सर जा ना केमी आरंभ है ना आरंभ होता गोटे साधु देखा साधु कहले कहले तुम लोकों किसी काम करार अच्छी तेणु गोटे कंडीशन जे केबे निजपे किसी मागबनी ठाकुराणी निजपे परिवार किसी मागबनी तमें मागिब अनुमान दिज्व टाइप ऑफ पोजीशन बहुत भारत देखा मिले सब जगार देखा मिले कोई जगह अल्प पोजीशन कोई जगह बेसी पोजीशन कोई जगह अल्प प्रभावित होती कोई जगह बेसी गोटे विंग्स पूरा चली आसी भर रही निजको जाहिर कर कोई जगह वीकली थर दी थर आम कि बेसी दिन रहती कि दिन पर नॉर्मल हो जाती एम नहीं अनेक कम हो पारे जमती जने होती रामानुज रामानुज को ना किए शुणी मैथमेटिशियन मैथमेटिशियन रामानुज तांकर देवी किए मन नहीं मो ना मन नहीं से कहती जे सबूतक प्रोब्लेम मैथमेटिकल प्रोब्लेम सॉल्यूशन से दियंती देवी दियंती प्राय केमी दियंती ना से स्वप्न दियंती आसिक जो जो कथा स्वप्न दियंती खूब अल्प बयस रामानुजाचार्य विख्यात मैथमेटिशियन हो उठले किंतु तांकर जीवनी गोटे चैलेंज टू द एजुकेशनल सिस्टम को से मैथमेटिक्स हाईएस्ट रखते अन्य सब्जेक्ट फेल होते आउ जमा इंग्लीश आसेनी अन्य आसेनी मैथमेटिक्स हाईएस्ट एकदम चमत्कार या गोटे प्रबंध बाहर मैथमेटिक्स रेकग्नाइज कले इंग्लैंड आउ जड़े विराट लोक टेकअप करगले सिस्टम एजुकेशनल सिस्टम एमती आडमिट करदे मैट्रिक पास करूँ न करूँ आडमिट करदे बड़ क्लास से विख्यात व्यक्ति उठले से व्यक्ति अल्प बयस चलीगले ये जना पड़ी आम जो न्यू एजुकेशनल सिस्टम होती परंपरा भांगार गोटे गोटे पदक्षेप भाया लगुच जे जड़े हे तो फिजिक्स भल लगुन पारे केमिस्ट्री भल लगी पारे जब केमिस्ट्री भल लगे केमिस्ट्री से उन्नति करूँ फिजिक्स कहीं जब ओडिया भल लगे ओडिया संगे मैथमेटिक्स भी नहीं पारे से मैथमेटिक्स संगे केमिस्ट्री नहीं पारे आउ कौन नहीं पारे ये गोटे गोटे कम आरंभ होप जे ए दिगरे बेस अग्रगति हम एनी हाउ बट दिज आर वेरी क्रूड ऑपरेशंस एंड डू नॉट गो डीप और फार एनफ से कहते ये गुड़ा जो लगे पोजिशन अन्य वस्तु एगुड़ा खूब बेसी बाट आगे नहीं बिसाइड्स दे मे प्रूव पॉजिटिवली डेंजरस such phenomena are explained in many other ways but these are among things which are not dreamt by the ordinary mentality याको बेसी दूर आगे जाई पारे नहीं किंतु अनेक समय विपज्जनक भी लगे यही सब घटना मेनी अदर वेज आउ अनेक भाव प्रमाणित करहब
କିନ୍ତୁ ସାଧାରଣ ଲୋକ ସାଧାରଣ କଥାକୁ ଲୋକ ବୁଝିପାରିବେନି। ଜଣେ ବହୁତ କଥା ଏମିତି ଅନେକ ଦେର୍ ଆର୍ ୱାର୍ଲଡସ୍ ଆମର ସାଧାରଣ ଜଗତକୁ ଛାଡ଼ିକି ଅନ୍ୟ ଜଗତ ଅଛି। ଯେଉଁ ଜଗତକୁ ଯେଉଁ ଜଗତର ସବୁ ପ୍ରଭାବକୁ ନିଜ ଭିତରେ ଡାକି ଆଣିବାକୁ ପଡ଼ିବ ଏବଂ ବ୍ୟକ୍ତିର ଟୋଟାଲିଟି ସବୁ ଚେଞ୍ଜ ହେଇଯିବ। ଜଣେ ସାହିତ୍ୟିକ ଥିଲେ, ସେ କାମ କରୁଥିଲେ। ସେ ମରିଗଲେଣି ଯେଉଁ ତାଙ୍କ ନାଁ ମୁଁ କହିଦେଉଛି, ଚନ୍ଦ୍ରଶେଖର ରଥ। ଏ ଯେଉଁ ଆମର ଅଧ୍ୟାପକ ଚନ୍ଦ୍ରଶେଖର ରଥ ଚାଲିଗଲେଣି। ସେ ଏମାନଙ୍କୁ ଡାକୁଥିଲେ ସବୁ ବିଂଶ ମାନଙ୍କୁ। ଦିନେ ଜଣକୁ ଡାକିଦେଲେ, ସେ ହେଉଛନ୍ତି ଫକୀରମୋହନ ସେନାପତି। ସେ ଆସିଲେ, ପଚାରିଲେ କିଏ ତମେ? ନା ମୁଁ ଫକୀରମୋହନ ସେନାପତି। ଆଉ ସେ ବୁଝିପାରିଲେ ଏସବୁ ତାଙ୍କର ସୃଷ୍ଟିର ପ୍ରେରଣା, ସାହିତ୍ୟର ପ୍ରେରଣାଟା ସେ ଆଉ ଏକ ଜଗତରୁ ସବୁ ଆସୁଛି, ୟାଙ୍କ ଜଗତରୁ ନୁହେଁ। ସେ କହିଲେ ମୁଁ ଏମିତି ଅମୁକ ତମ ଘର ପାଖରେ ଏଠି ଜାଗାରେ ରହିଛି, ଆଉ ମୁଁ ତୋ ଆଖି ଦେଖୁଛି କ'ଣ କରୁଛି, ଏମିତି ଭାବରେ କହେ କଥା କମ୍ୟୁନିକେସନ୍ ଆରମ୍ଭ ହେଲା। ଏଇଟା ଯେତେବେଳେ ଏମିତି ଗୋଟେ ସମୟ ଆସିବ ଯେଉଁ ସମୟରେ ସୂକ୍ଷ୍ମ ଜଗତ ଆଉ ସ୍ଥୂଳ ଜଗତ ଭିତରେ ଯେଉଁ ପ୍ରଭେଦଟା ସେଟା କମି କମିଯିବ। ତାହେଲେ ଆମେ ଯେଉଁ ପୋଜେସ୍ଡ ହେଇଯାଉଛୁ, ସେଇଟା ପୋଜେସ୍ ନ କରିକି କନସିୟସଲି ଆମେ ତାକୁ ଡାକି ଆଣିପାରିବୁ। ଏମିତି ବହୁତ ଅଛନ୍ତି, ବହୁତ ବହୁତ ଘଟଣା। ଯେ ଶ୍ରୀମନ୍ଦିରଙ୍କୁ ପଚରା ହେଇଛି, ମାଆଙ୍କୁ ପଚରା ହେଇଛି, ମାଆ ଅଦ୍ଭୁତ ସବୁ ଆନ୍ସର ଦେଇଛନ୍ତି। ୱାନ୍ ଅଫ୍ ଦି ଗୋଟେ କଥା ହେଉଛି ଯେ କାହିଁକି ଅତିମାନସକୁ ଆପଣ ଡାକି ଆଣୁଛନ୍ତି, କ'ଣ ବେଟର ଅବସ୍ଥା? ଚାରିଟା ଅବସ୍ଥା, ଚାରିଟା କାରଣ ସେ କହିଥିଲେ। ସେଥିରୁ ଗୋଟିଏ କାରଣ ହେଉଛି ସାଇନ୍ସ ବହୁତ ଅଗ୍ରଗତି କରିଛି ଏବଂ ସମଗ୍ର ପୃଥିବୀ ଛୋଟ ହେଇଯାଇଛି। ବିଭିନ୍ନ ବସ୍ତୁ ରେଲୱେଠୁ ଆରମ୍ଭ କରି କମ୍ୟୁନିକେସନଠୁ ଆରମ୍ଭ କରି ବହୁତ ଛୋଟ ହେଇଯାଉଛି। ଇଟ୍ ଇଜ୍ ଏ ନେସେସରୀ କଣ୍ଡିସନ୍ ଫର୍ ଦ ସୁପରମେଣ୍ଟାଲ। ଆମେ ଫ୍ରି ହେବା, ଫ୍ରି ବୁଝି ହେଉଛି, ଫ୍ରି ହେଉଛି ମୁକ୍ତ। ଆମେ ମୁକ୍ତ ହେବା ଇଜ୍ ନଟ୍ ସୋ ଇଜି। ଆମେ ଅନ୍ୟମାନଙ୍କ ପ୍ରଭାବରେ ବାହାରି ପଡ଼ିଯାଉ, ବହୁତ ପଡ଼ିଯାଉ। ଅନ୍ୟମାନଙ୍କ ଭିତରେ ଯେଉଁ ବସ୍ତୁ କାମ କରୁଥାଏ, ଯେତେବେଳେ କୌଣସି ପ୍ରାଣ ସତ୍ତା କାର୍ଯ୍ୟ କରେ, ଇଜିଲି ଆମେ ତା ଅଣ୍ଡରରେ ଚାଲି ଆସୁ, କାରଣ ଆମ ପ୍ରାଣ ଏତେ ଦୃଢ଼ ନୁହେଁ ଯାହାଫଳରେ ଏଠୁ ଅଲଗା ହେଇପାରିବ ବୋଲି। ଏନିହାଉ ଆମେ ପଢ଼ୁଛୁ ଆଉ ଗୋଟେ ବିଷୟ। Indeed, we live in the midst of a world fair. ବିଶାଳ ଜଗତର ଗୋଟେ ବଜାର ଭିତରେ ଆମେ ରହିଛୁ। As I have said, all sort of beings and influences and forces are jostling within you and outside, and most of the time you are mere puppet in their hand. ବିଭିନ୍ନ ପ୍ରଭାବ କେମିତି ହୁଏ କାମ ନା, କାମ ହେବାର ଗୋଟେ ବାଟ ଅଛି। ମୋ କାମଟା ହେଉନି। ବର୍ତ୍ତମାନ ମୁଁ ରାଜନୀତି କଥା ଉଠେଇବି, କାହିଁ ଆମେ ଏ ଫିଲ୍ଡରେ ରାଜନୀତି କଥା ଉଠେଇବାନି। ମୋର ଗୋଟେ କାମଟେ ଜଣଙ୍କୁ ଦେଇ କରିବାର ଅଛି, କେମିତି କରିହେବ? ସେ ଲୋକ ପାଖକୁ ହେଲେ ବିଗୁଡ଼ିଛି, ପାଟି କରୁଛି। ସେ ଲୋକ ଯାହାର ଚିହ୍ନା ପରିଚୟ, ସେ ଯାହା ଭଲ ପାଏ, ତା ଥ୍ରୁ ଦେଇଗଲେ ମୋ କାମ ହେଇଯିବ। ତାକୁ କ'ଣ କହନ୍ତି? କ'ଣ କହନ୍ତି? କ'ଣ ଶ୍ଲୋକ ମନେ ରଖିଛ? ଧରାଧରି ପ୍ରସାଦେନ ସର୍ବବିଘ୍ନ ବିନଶ୍ୟତି, ସର୍ବଫଳଂ ପ୍ରଦାଦେବୀ ଧରାଧରି ନମସ୍ତେ। ଯଦି ତୁମେ ଆଉ କାହାକୁ ଧରାଧରି କରି ତାପରେ ପହଞ୍ଚିବ, ତାହେଲେ ହେଇଯିବ। ଏଇଟା ହେଉଛି କ୍ୱେଶ୍ଚିନ୍ ଅଫ୍ ପୋଜିସନ୍। ତା ମାନେ ଅଲଗା କୌଣସି ପ୍ରଭାବର ଅଧୀନରେ ତୁମେ ରହିଛ ବା ରହିଛ, ତେଣୁ ତୁମକୁ ତୁମ ୱିକନେସ୍ ଦେଖିକି ଭିତରେ ପ୍ରବେଶ କରିପାରିବ, ତୁମ କାମ କରିପାରିବ। ଲୋକମାନେ ଏମିତି ଆମକୁ କାମ କରେଇ ନିଅନ୍ତି, ଆମ ଅନିଚ୍ଛାରେ ମଧ୍ୟ କାମ କରେଇ ନିଅନ୍ତି, କାମ ହେଇଯାଏ ସେମାନଙ୍କର। ମୁକ୍ତ ହେବା ଅର୍ଥ ନିଜର ଅନୁଭବରେ, ନିଜର ଅନୁଭୂତିରେ ଦୃଢ଼ ଭାବରେ ଠିଆ ହେବା। ତାପରେ କହିଛନ୍ତି, ଇଟ୍ ଇଜ୍ ନଟ୍ ହାଉଏଭର୍ at also measurable for you, as there are adverse beings and forces, so there are good angels and helpful deities available to you. ଭଲ ଜିନିଷ ଯେମିତି ଥାନ୍ତି, ଖରାପ ଜିନିଷ ଖରାପ ପ୍ରବୃତ୍ତି ମଧ୍ୟ ଥାଏ, ଭଲ ପ୍ରବୃତ୍ତି ମଧ୍ୟ ଥାଏ। ବିଙ୍ଗସ୍ ମାନେ ଚାଲି ଆସନ୍ତି, ଯେଉଁମାନେ ତୁମକୁ ପୋଜେସ୍ କରନ୍ତି, ବହୁତ ଜିନିଷ କରିଦିଅନ୍ତି। ଏଇ ଇନଭିଜିବୁଲ୍ ୱାର୍ଲଡ ନିରଠୁ ମୁଁ ଶୁଣୁଥିଲି, ନିରାମର୍ଯ୍ୟ ମରିଯାଇଛି, ସେମାନଙ୍କର ଗୋଟେ ଫୁଟବଲ ମ୍ୟାଚ୍ ଥିଲା। ସେ ଫୁଟବଲ ମ୍ୟାଚ୍ରେ କ'ଣ ହେଲା, ସେମାନେ ଦେଖିଲେ ଯେ ସହଜରେ ପରାଜିତ ହେଇଯାଉଛନ୍ତି। ଏ ତିନିଟା ଗପ ମୁଁ କହିବି ୟାଙ୍କର, ନଳିନାଙ୍କର। ସେ କ'ଣ ହେଇଛି, ଗୋଟେ ବୁଢ଼ାଟିଏ କ'ଣ କରୁଛି
ନା ଆସିକିରି ସେ ଗୋଲ ପୋଷ୍ଟ ପାଖରେ ବସୁଛି। ଏ ଯେତେ ବଲ୍ ମାରିଲେ ଯାଉନି ଭିତରକୁ। ତାକୁ ସେ ତାଙ୍କର କ୍ୟାପ୍ଟେନ୍ ଦେଖିଲା, ଦେଖିକିରି ତାକୁ ଉଠେଇଦେଲା ଧରିକି। ନେକ୍ସଟ ତାପରେ ଗୋଲ ହବାକୁ ଆରମ୍ଭ କଲା। ନଳିନ୍ଦା ନିଜେ ବର୍ଣ୍ଣନା କରିଛନ୍ତି କେତେଟା କେସ୍, 2ଟା କେସ୍ ପର୍ଟିକୁଲାର। ସେ ଗୋଟେ କେସ୍ ହେଉଛି ଯେ ସେତେବେଳ ସମୟ ହେଉଛି କୋଉ କେମିତିଆ ସମୟ ନା ସାହେବମାନଙ୍କ ସମୟ, ପିଓର ସାହେବ ସବୁ ଥିଲେ। 1925-24 ପୂର୍ବରୁ 1910 ପୂର୍ବରୁ ଅବସ୍ଥା କ'ଣ? ପୁରା ସାହେବମାନଙ୍କ ଅଧିକୃତ ଥିଲେ। ସେମାନଙ୍କର ନଳିନ୍ଦା ଯେଉଁ କ୍ଲବରେ ଥିଲେ ସେ କ୍ଲବର ସାହେବମାନଙ୍କ କ୍ଲବ ସାଙ୍ଗରେ ମ୍ୟାଚ୍ ହେଲା, ଫୁଟବଲ ମ୍ୟାଚ୍। ତ କ'ଣ କରିବେ? ତାପରେ ଏମାନେ ସବୁ ବୁଟ୍ ପିନ୍ଧନ୍ତିନି, ସାହେବମାନେ ସବୁ ବୁଟ୍ ପିନ୍ଧନ୍ତି। କେମିତି ୟାଙ୍କ ସାଙ୍ଗେ ଲଢ଼ିବେ? କ'ଣ ଭାବି ଖେଳ ଅଳ୍ପ ସମୟ ଅଛି, ଦେଖିଲେ ଗୋଟେ ସନ୍ନ୍ୟାସୀ ଗୋଟେ ଆସିକିରି ପାଖରେ ବସିଛି କୋଉଠି। କହିଲେ ଲମ୍ବି ଗୋଟରେ ପଡ଼ିଗଲେ ଆଉ। କହିଲେ କ'ଣ ହେଲା ତମର? ନା ଫିରିଙ୍ଗି ତାଙ୍କ ୱାର୍ଡ଼ କହିଲେ, ଫିରିଙ୍ଗିମାନଙ୍କ ସାଙ୍ଗରେ ଆମର ମ୍ୟାଚ୍ ଅଛି, ଆଉ ଆମେ କେମିତି ଜିତିବୁ? ସେମାନେ ବୁଟ୍ ଫୁଟ୍ ପିନ୍ଧଛନ୍ତି। କହିଲେ କେତେ ସୈନିକ ଅଛନ୍ତି? ନା ସୈନିକ ନୁହେଁ, ଫିରିଙ୍ଗି ମାନେ ଆମ ଖେଳ। ନା ବନ୍ଧୁକ ଅଛି? ନା ବନ୍ଧୁକ ଆଜ୍ଞା ନୁହେଁ। ବୁଝେଇଲେ, ବୁଝି ହେଉନି। ବୁଝେଇ ଆଚ୍ଛା ଆଚ୍ଛା ଯାଅ। କହିଲେ ଖେଳ ଆରମ୍ଭ ହେଲା। କୌଣସି ମତେ କହିଲେ ଆମେ ଫାର୍ଷ୍ଟ ହାଫ୍ଟା ବନ୍ଦ କରିଦେଲୁ। ଫାର୍ଷ୍ଟ ହାଫ୍ଟାରେ ସେ ଗୋଲ୍ ଦେଇ ପାରିଲେନି ଆମକୁ। ଆମେ ଚେଷ୍ଟା କଲୁ, ଅଟକେଇଲୁ, ବଲ୍ଟା ଆମ ପାଖରେ ରହୁଥିଲା। ଦୌଡ଼ିଗଲେ ସାଙ୍ଗେ ସାଙ୍ଗେ, ଯେମିତି ଫାର୍ଷ୍ଟ ହାଫ୍ଟା ଡିସଚାର୍ଜ ହେଲା ଖେଳ, ଦୌଡ଼ିଗଲେ। ଦୌଡ଼ି ଯାଇକି ସନ୍ନ୍ୟାସୀ ପଚାରିଲେ କେତେ ଲୋକ ମାରିଲେ? ନା ଆଜ୍ଞା ସେମିତିଆ ନୁହେଁ, ମରିବା ଫରିବା କି ଆମେ ଏଠି ଖେଳ ଖେଳୁଛୁ, ଆଉ ଖେଳରେ କ'ଣ ହେଉଛି ନା କିଏ ଜିତିବ, ଫିରିଙ୍ଗି ମାନେ ଜିତିବେ କି ଆମେ ଜିତିବୁ, ଏଇ ହେଉଛି କଥା। ଆଉ ଆମ ବଲ୍ଟା ଆମ ପାଖରେ ରହୁଛି, ଆପଣ କ'ଣ କଲେ ଟିକେ ଗୋଲ୍ଟା ହେଇନି, କିନ୍ତୁ ବଲ୍ ରହିଛି, କେତେବେଳେ ଗୋଲ୍ ହେଇଯିବ। ଠିକ୍ ଅଛି ଯାଅ। ସେ କ'ଣ କଲେ, 12 ଜଣ ଖେଳନ୍ତି ଫୁଟବଲରେ ନା 11? 11 ଖେଳନ୍ତି। 11ଟା ଗୋଡ଼ି ବାହାର କଲେ। 11ଟା ଗୋଡ଼ି ବାହାର କରିକି ରଖିଲେ, କହିଲେ ଯାଅ ଖେଳିବା ପାଇଁ। ସେମାନେ ଗଲେ ଖେଳିବା ପାଇଁ। ଅଦ୍ଭୁତ ମିରାକଲ୍ ହେଲା। ଯେଉଁ ଫିରିଙ୍ଗି ମାନଙ୍କ ଇଂରେଜ ମାନଙ୍କର ଗୋଡ଼ ମ୍ୟାଗ୍ନେଟ୍ ହେଇଗଲା, ଫିଲ୍ଡ ସାଙ୍ଗରେ ଲାଗିକି ରହିଲା। ଉଠିକି ଯିବା କଷ୍ଟ ହେଲା, ଏମାନେ 8-10ଟା ଗୋଲ୍ ଦେଇଦେଲେ ସାଙ୍ଗେ ସାଙ୍ଗେ। ଇଏ ହେଲା ଗୋଟେ। ସେକେଣ୍ଡରେ ଆଉ ଗୋଟେ ନଳିନ୍ଦା ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ଆଉ ଗୋଟେ କ୍ଲବ ସାଙ୍ଗରେ ମ୍ୟାଚ୍ ଥିଲା। ସେ ମ୍ୟାଚ୍ରେ ସେମାନେ ହେଉଛି ଏଙ୍ଗର ବହୁତ, ଏମାନେ ବହୁତ ଫିଟଫାଟ ବଢ଼ିଆ ଜାଣିଛନ୍ତି ଖେଳ। କହିଲେ ଖେଳ ହେଲା, ଆମେ ଗୋଲ୍ ଖାଇକି ଆସିଲୁ। କ'ଣ ହେଲା, ଏଇ କେମିତି ହେଲା? ଏତେ ସେଭଳି ଜୁନିୟର ପିଲାଙ୍କ ସେମାନେ କେମିତି ଆମକୁ ଗୋଲ୍ ଦେଲେ? ବୁଝ କ'ଣ ହେଇଛି? ଏମାନେ ଯାଇକିରି ଅଧିକା ପଡ଼ିଥିଲେ କାଳୀଙ୍କ ପାଖରେ। କହିଲେ କାଳୀଙ୍କ ପାଖରେ ଅଧିକା ପଡ଼ିଥିଲେ, ଭଗବାନ ଯେମିତି ତାଙ୍କ ସାଇଡ଼ରେ ଥିଲେ, ଆମେ ଯେତେ ଗର୍ବ କଲେ କ'ଣ ହବ? ଆମେ ଗୋଲ୍ ଖାଇକି ଆସିଲୁ ଆଉ। ଦେର୍ ଆର୍ ବିଙ୍ଗସ୍ ଆଣ୍ଡ ଇନଫ୍ଲୁଏନ୍ସେସ୍ ଗୋଟେ ଥାଏ। ମୁଁ କହିଥିଲି ମୋର ସାଙ୍ଗ ବିଷୟ ବହୁତ ଥର କହିଛି। ସେ ମାଟ୍ରିକ ପରୀକ୍ଷା ଦେଲା ବେଳକୁ ସେ ମୋତେ ନିଜେ କହୁଥିଲା, ମାଟ୍ରିକ ପରୀକ୍ଷା ଦେଲା ବେଳକୁ ତାଙ୍କ ବାପା କ'ଣ କଲେ, ଗୋଟେ ବ୍ରାହ୍ମଣକୁ ଡକେଇ ଚଣ୍ଡୀ କଲେ। ମୋତେ କହିଲା, ମୋତେ ଶୁଣ, ବିଶ୍ୱାସ କର, ଏଣ୍ଟାୟାର କ୍ୱେଶ୍ଚିନ୍ ପେପର ମୋ ଆଖି ଆଗରେ ଦେଖାହେଲା ପୁରା। ଆଉ ମୁଁ ବଢ଼ିଆକିରି କରିକି ଆସିଲି। ଦେର୍ ଆର୍ ଇନଫ୍ଲୁଏନ୍ସେସ୍ ଆର୍ ବିଙ୍ଗସ୍, ଯେଉଁମାନେ କାର୍ଯ୍ୟ କଲେ ବ୍ୟକ୍ତିର ବହୁତ ଉପକାର ହୁଏ। ଯଦି ଏ ଘଟଣା ଘଟେ, ଏଟାକୁ ନର୍ମାଲାଇଜ୍ କରିହେବ କି? ନର୍ମାଲ ଆମର ଯେଉଁ ଇନକାପାସିଟି ସବୁ ରହିଛି, ଇନକାପାସିଟି ରହିଛି ମାନେ ବର୍ଷା ହେଉଛି, ମାଙ୍କଡ଼ଟେ ଗଛ ଭିତରେ ରହିବାକୁ ବାଧ୍ୟ। ତା କେଉଁ ଘର ଅଛି ନା କେଉଁଠି ରହିପାରିବ? ମଣିଷ ହେଲେ କ'ଣ ହେବ? ଚାଲି ଯାଇ କେଉଁଠି ଘରରେ ରହିବ, ଗୁମ୍ଫାରେ ରହିବ, ଅନ୍ୟ କେଉଁ ଜାଗାରେ ଗୋଟେ ରହିଯିବ। ଠିକ୍ ସେଇ ଭାବରେ ଆମର ଯେଉଁ ଇନକାପାସିଟିଜ୍ ଗୁଡ଼ାକ ରହିଛି, ଯେତେବେଳେ ଉଚ୍ଚତର ଜଗତର ସାମର୍ଥ୍ୟ ଅବତରଣ କରିବ ଆମ ଭିତରକୁ, ବା ଗୋଟେ ବିଙ୍ଗ ଚାଲି ଆସିଲେ ତାର ଐଶ୍ୱର୍ଯ୍ୟ ବି ଚାଲି ଆସିବ ଏକା ସାଙ୍ଗରେ। ବିଙ୍ଗ ଚାଲି ଆସିଲେ ଐଶ୍ୱର୍ଯ୍ୟ ବି ଚାଲି ଆସିବ, ଏବଂ ସ୍ୱାଭାବିକ ରୂପେ ଆମ ଭିତରେ କାର୍ଯ୍ୟ ହେବାକୁ ଆରମ୍ଭ କରିବ, ଐଶ୍ୱର୍ଯ୍ୟ ପ୍ରକାଶ ପାଇବାକୁ ଆରମ୍ଭ କରିବ। ଇଟ୍ ଡିପେଣ୍ଡସ୍ ଅପନ୍ ୟୁ ଟୁ ଚୁଜ୍। ସେ କହିଛନ୍ତି, as there are adverse beings and forces, so there are good angels and helpful deities available to you. It depends upon you to choose, and you have to choose rightly. That is how yoga comes in as a saving factor of your life. ତମେ ଏଇ ଜାଗାରେ ଚୁଜ୍ କରିବ, କାହାକୁ ତୁମେ ଡାକିବ ନିଜ ଭିତରୁ, ଯାହାକୁ ଠିକ୍ କରିବ। ଏଇ ଜାଗାରେ ମନେ କରନ୍ତୁ ଜଣଙ୍କର ତାହେଲେ ଗୋଟେ ଇଟ୍ ଇଜ୍ ନଟ୍ କରେକ୍ଟ, ମୁଁ କହୁଛି। ମନେ କରନ୍ତୁ ତମେ କ'ଣ କରିବ, ମୀରାବାଇଙ୍କୁ ଡାକିବ ନିଜ ଭିତରେ।
मीराबाईଙ୍କର को ଡାକିଦେଲେ। ଯଦି ମୀରାବାଈ ତମ ଭିତରେ ଅବତରଣ କରନ୍ତି ଅବସ୍ଥା କ'ଣ ହବ? କୃଷ୍ଣ ପାଇଁ ତମେ ପାଗଳ ହେଇଯିବ। କୃଷ୍ଣଙ୍କ ପାଇଁ ଯୋଉ ଆକୁଳତା ତାକୁ ଯଦି ତମେ ଡାକ କୋଉ ବିଙ୍ଗ ଅନୁସାରେ ହଉ ପଛେ ସେ ଆକୁଳତା ଯଦି ତମକୁ ପୋଜେସ୍ କରିବାକୁ ଆରମ୍ଭ କରେ ତୁମ ଥଟ୍ସ ଫିଲିଙ୍ଗ ସବୁ କୃଷ୍ଣମୟ ହେଇଯିବ। ତେଣୁ ଆମ ଉପରେ ଡିପେଣ୍ଡ କରୁଛି ଆମେ କୋଉ ଜିନିଷ ଚାହୁଁଛୁ। ଆମେ ଚାହୁଁଛୁ ଆମକୁ ବହୁତ ଲୋକ ସମ୍ମାନ କରନ୍ତୁ, ବହୁତ ଲୋକ ନମସ୍କାର କରନ୍ତୁ, କଥାବାର୍ତ୍ତା ହୁଅନ୍ତି ଲୋକ କେତେ ଗ୍ରେଟ୍ ବୋଲି। ଅଟୋମେଟିକାଲି ଭାଇଟାଲ ଜିନିଷକୁ ହିଁ ଆମେ ଡାକୁଛୁ। ଯେତେବେଳେ ଆମେ ଆମର ଚାହୁଁଛୁ ଯେ ଆମର ମାନ ସମ୍ମାନ ବଢ଼ୁ, ଲୋକଙ୍କ ଭିତରେ ଖାତିର ବଢ଼ୁ, ଲୋକ ଆମ ବିଷୟରେ ପ୍ରଶଂସା କରନ୍ତୁ, ଆମେ କୋଉମାନଙ୍କୁ ଡାକିବୁ? ଯେଉଁମାନେ ଏହିସବୁ କାର୍ଯ୍ୟ ଦେଇପାରିବେ ସେ ହେଉଛନ୍ତି ଭାଇଟାଲ ଜିନିଷମାନଙ୍କୁ ଡାକୁଛୁ। କିନ୍ତୁ ଯଦି ମହାନ ସତ୍ତାମାନଙ୍କୁ ଡାକୁ, ଭଗବାନଙ୍କୁ ଡାକୁ, ଆମେ ମାଙ୍କୁ ଡାକୁ, ମାଙ୍କୁ ଇମାନେସନକୁ ଡାକୁ, ମାଙ୍କ ଉପସ୍ଥିତିକି ଡାକୁ, ଆମ ଭିତରେ ତାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଆସୁ ବୋଲି ଆମେ ଚାହୁଁ, ତାହେଲେ ଆମ ଏଣ୍ଟାର ଲାଇଫ୍ ଚେଞ୍ଜ ହେବାକୁ ଆରମ୍ଭ କରିବ। We say yoga is the way to be conscious of these invisible things and forces and to bring harmony and order out of million contending forces in you. ଯୋଗ କ'ଣ କରେ? We say ଯୋଗ କ'ଣ କରେ ନା ଏହିସବୁ ଅଦୃଶ୍ୟ ସତ୍ତା ମାନେ ପ୍ରଭାବ ମାନେ ଥାଆନ୍ତି ତାଙ୍କୁ ନିଜ ଭିତରକୁ ଡାକି ଆଣେ। We say yoga is the way, ଯୋଗ ହେଉଛି ଉପାୟ, to be conscious of these invisible things, এই ଅଦୃଶ୍ୟ ଜଗତ ସମ୍ପର୍କରେ ସଚେତନ ହେବା ପାଇଁ, and forces and to bring harmony and order out of millions contending forces in you, ଏବଂ ଗୋଟେ ବିଶାଳ ସଂଗତି ନିଜ ସୃଷ୍ଟି କରାଯାଏ। এইটা ହେଉଛି ଯୋଗ ସାଧନାର କାର୍ଯ୍ୟ। ଏଇ କାମ ଯେତେବେଳେ ଜଣେ ଲୋକ ଦେଖ ଭଗବତ ପ୍ରାପ୍ତି କରିଛି, ଆଉ ଜଣେ ଲୋକ ଭଗବତ ପ୍ରାପ୍ତି କରିନି, ଭଗବାନଙ୍କୁ ପାଇନି, ମାନେ ଆମ ଆମ ଅବସ୍ଥା ଆଉ ଜଣେ ଭଗବତ ଉପଲବ୍ଧି କରିବାର ବ୍ୟକ୍ତିର ଅବସ୍ଥା, ତଫାତଟା କୋଉଠି? ତଫାତ ହେଉଛି ତା ଭିତରେ କିଛି ଏକ ସ୍ପେଶାଲ ଫୋର୍ସେସ୍ ବିଙ୍ଗସ୍ ଆଣ୍ଡ ଇନଫ୍ଲୁଏନ୍ସେସ୍ ଅଛି ଯୋଉଟାକ ଆମ ପାଖରେ ନାହିଁ। ଆମକୁ ଚୁଜ୍ କରିବାକୁ ହେଲେ ଆମେ ଆଉ ଗୋଟେ ଅଜ୍ଞାନତାର ବସ୍ତୁକୁ ଚୁଜ୍ କରୁଛୁ, ବାଛୁଛୁ। ସେମାନେ ବାଛୁଛନ୍ତି କ'ଣ? ଯାହା ତାକୁ ଭଗବାନଙ୍କ ଚରଣ ପାଖକୁ ନେଇଯିବ, ମାଙ୍କ ପାଖକୁ ନେଇଯିବ। ଆମେ କେତେ ରକମ ଭାବରେ ଛଳନା କରୁଛୁ ନିଜ ପାଖରେ, ବହୁତ ରକମ ଭାବରେ ଛଳନା କରୁଛୁ, ବହୁତ ରକମ ଭାବରେ ଆମେ କହୁଛୁ ଯେ ଏମିତି ହେଲେ ଭଲ ହେବ, ମୁହଁରେ ଗୋଟେ କଥା କହୁଛୁ, ପ୍ଲାନ୍ ଆଉ ଗୋଟେ ରକମ କରୁଛୁ, ବ୍ୟବହାର ଆଉ ଗୋଟେ ରକମ କରୁଛୁ। ସେମାନଙ୍କର ଗୋଟେ ୱାନ୍ ପଏଣ୍ଟେଡ୍ ହେଉଛି ଭଗବାନଙ୍କ ଛଡ଼ା କିଛି ଚାହାନ୍ତିନି, ଦେ ନିଡ୍ ଇଟ୍। ଆକ୍ଚୁଆଲି ଏଇ ଅବସ୍ଥା ଆସିବା ପାଇଁ କିଛି ଜନ୍ମ ଲାଗେ। ଆମେ ଆମର ବିଭିନ୍ନ ଅସୁବିଧା ଭିତରୁ ଶିଖୁ ଯେ ଭଗବାନ ହେଉଛନ୍ତି ଏକମାତ୍ର ବସ୍ତୁ। ଏତିକି ଶିଖିବା ପାଇଁ, ଜାଣିବା ପାଇଁ ଇଟ୍ ଟେକ୍ସ ଟାଇମ୍, ସମୟ ଲାଗେ, ବେଶ ସମୟ ଲାଗେ। ହ୍ୱେରେସ୍ ଦେ ହାଭ୍ ଅଲରେଡି ଗଟ୍ ଇଟ୍, ଦେ ହାଭ୍ ଅଲରେଡି ଗଟ୍ ଇଟ୍। ସେ ନାହିଁ ସେ ବିଖ୍ୟାତ ଗପ ଯେ ଜଣେ ଲୋକ ପଥର ଭାଙ୍ଗୁଛି ଗୋଟେ ପଥର, ଶାବଳ ନେଇକି ଭାଙ୍ଗୁଛି, ବାଡ଼ଉଛି। ଏହି ସମୟରେ ଗୋଟେ ଲୋକଟେ ସେ ରୁମ୍ ଭିତରୁ ପଶି ଆସିଲା, ଦେଖିଲା ଯେ ଜୋରରେ ପିଟିଲା, ପଥର ଯିବା ହେଇଗଲା। କ'ଣ ଗୋଟେ ଥରରେ ପଥରଟା ଭାଙ୍ଗିଦେଲା? ତା ପୂର୍ବରୁ 99 ଥର ସେ ବାଡ଼େଇଛି, ଏ ଲୋକ ଦେଖିନି। ଅନେକ ସମୟରେ ପୂର୍ବଜନ୍ମର ବା ଏଇ ଜନ୍ମର ଏଫର୍ଟ ହଠାତ୍ କାମ କରେ ଏବଂ ଜିନିଷ ଚେଞ୍ଜ ହେଇଯାଏ। ସେ କହୁଛନ୍ତି instead of being driven, pushed and pulled in 1,000 ways, yoga shows how to direct them to a single aim, organize them around a single center. Instead of being driven, pushed and pulled in 1,000 ways, हजार रकम भाବରେ ଆମେ ଦ୍ୱାରା ପରିଚାଳିତ ନ ହେଇକିରି, ଆମେ ତା ଦ୍ୱାରା ଟଣା ନ ହେଇକିରି, ଯୋଗ କ'ଣ କରି ଦେଖାଯାଏ କେମିତି ଗୋଟିଏ ଲକ୍ଷ୍ୟରେ ହେବ, ସିଆଡ଼କୁ ଆମେ ଯିବୁ। ଆମର ଲକ୍ଷ୍ୟ ହେଉଛି ଗୋଟେ, ସିଆଡ଼କୁ ଆମେ ଯିବୁ। ଆମେ ଅନେକ ସମୟରେ ଯେଉଁ ସାଂଘାତିକ ଭୁଲ କରୁ, ସେ ସାଂଘାତିକ ଭୁଲ ହେଉଛି ଉପାୟକୁ ଲକ୍ଷ୍ୟ ହିସାବରେ ଭାବିବା, ଉପାୟକୁ ଲକ୍ଷ୍ୟ ହିସାବରେ ଭାବିବା। ମାନେ ଆମର କଥା ହେଉଛି ଶୋଷ ହେଉଛି, ପାଣି ଗ୍ଲାସ୍ ଆମର ଦରକାର, ପାଣି ଗ୍ଲାସ୍ ହେଲେ ପାଣି ପିଇବୁ, ଶୋଷ ଯିବ। କୋଉଟା ଇମ୍ପୋର୍ଟାଣ୍ଟ, ଗ୍ଲାସ୍ ଇମ୍ପୋର୍ଟାଣ୍ଟ କି ପାଣି ଇମ୍ପୋର୍ଟାଣ୍ଟ? ପାଣି ଇମ୍ପୋର୍ଟାଣ୍ଟ, ଗ୍ଲାସ୍ ଇମ୍ପୋର୍ଟାଣ୍ଟ ନୁହେଁ। ଆମେ ଗ୍ଲାସ୍କୁ ଇମ୍ପୋର୍ଟାଣ୍ଟ ବୋଲି କହୁଛୁ, ଗୁରୁତ୍ୱ ଦେଉଛୁ, ପାଣିକି ଗୁରୁତ୍ୱ ଦେଉଛୁ। ଆମର ଆମେ ଯେଉଁ କାମ ହାତରେ ଟେକଅପ୍ କରିଛୁ, ଯେଉଁ ପ୍ରଣାଳୀ ଟେକଅପ୍ କରିଛୁ, ସେଇଟା ହେଉଛି ଉପାୟ, ସେଇଟା ଲକ୍ଷ୍ୟ ନୁହେଁ। ସେଟାକୁ ଆମେ ଲକ୍ଷ୍ୟ ବୋଲି କହୁଛୁ। ଏ ହେଉଛି ଆମର ସମ୍ପୂର୍ଣ୍ଣ ଭାବରେ ଅସୁବିଧାର କାହାଣୀ। ଧୀରେ ଧୀରେ କ'ଣ ହେବ, ଚେତନାର ଜାଗରଣ ଫଳରେ ଯେତେବେଳେ ଚେତନାର ଯେତେବେଳେ
जागरण जागरण हम बुझार शक्ति बढ़ीज देखार शक्ति बढ़ीज वन पॉइंटेड लक्ष्य आड़ को जीवार साहाଯ୍य आम पाक चली आस आम बुझीपारू जे जमी जप करवा जीवन लक्ष्य कि जप हूँ उपाय ध्यान करवा लक्ष्य नहीं ध्यान करवा हूँ उपाय लक्ष्य हूँ भगवान को अनुभव करवा भगवत प्राप्ति करवा से आम जप को व्यवहार कर ध्यान को व्यवहार कर काम को भी से हिसाब से व्यवहार कर बुझीपर काम को आम व्यवहार कर कौ से कम को व्यवहार कर माँ को पादापी माँ को सेवा करने जो मैंने उदार होती अद्भुत उदाहरण उदार उदाहरण को गोटे कम दिखाई कंप्लीट करते एकदम दादा प्रणदा पन्ना कर उदाहरण विषय सकाशे फिजिकल डिपार्टमेंट हो पारा एत साहय कले नेक्स्ट मोमेंट माँ डाकिले आउ गोटे कोई जगह छाड़ी पड़े अब म्यूनिक काम लगे आउ अन्न कम लगे जो माँ जिते बड़े पठे से काम से कर निजस्व किसी कम ना कि कौन सी वस्तु ना एक्जाक्टली से हूँ कहानी जे आमको जो आम जो कम कर कमटा सबुठ बड़ नुहे कमर लक्ष्यटा हूँ बड़ अमल किरण को कहे अमल किरण को गोटे दिगला गोटे कम दिखाई चेंज कर दिगला कमटा कमटा हूँ जे माँ का पाख जी से काठ कम करते काठ कम सुपरविजन करते कौ क्या टेबुल दिज्व क्या चेयर दिज्व क्या कौन दिज्व यू कम कर प्रति थर माँ पाक जा पड़ता माँ साइन करेंगे यहाँ गोटे कम गोटे उपाय है जहाँफल बारंबार माँ पाक जा पड़ा यहाँ हूँ से वर्णना कर उपाय चेंज हो गला से कौन है डाक्तर हो गया डाक्तर नर्सिंग होम नर्सिंग होम नर्स नर्सरी ये जो ये मेडिकल मेडिकल रहिले मेडिकल रहा फल प्रत्येक रोगी विषय माँ को रिपोर्ट कले आउ श्रीमंदा पाख बारंबार रिपोर्ट कले श्रीमंदा रिपोर्ट आंसर लिखिले जिते बड़े इवन पर्सनाल कम्युनिकेशन श्रीमंदा संगे आरंभ है से अंडर दि कवर ऑफ मेडिकल नोट्स से लेखा पठेदे श्रीमंदा पाख श्रीमंदा कहले सेमती पठा कहीं जानवे जमी से भाव में आंसर आसला अब सर्वप्रथम कथा है से जाकि श्रीमंदा सेवा कले 12 वर्ष निरंतर instead of being driven pushed and pulled in 1,000 ways yoga shows how to direct them to a single aim organize them around a single center organize your life that is the aim the very central aim that center is the divine in you the divine presence of the mother your true self and your soul जो आम गोटे क्या धरिक आम जीवन टाक कर आम जीवन टाक ऑर्गेनाइज करूँ केमती गोटे कौ सेंटर धरिक आम ऑर्गेनाइज करूँ कौ सेंटर से दैट इज द प्रेजेंस ऑफ द मदर इनसाइड अस आम भीतर माँ उपस्थिति आम भीतर माँ उपस्थिति को आम धरबू ताको सेंटर करके कार्यक्रम करूँ तेणु यार अनेक स्टेप्स अच्छी केतन को कृपा सिद्ध बोली कहुए सिद्धि रकम विभिन्न रकम अच्छी कृपा सिद्ध बोली कहुए कृपा सिद्ध को किसी साधना फाधना करने पड़े से कौन करती भगवान सीधा कृपा अवतरण करे सब आगे नहीं जाए जन कौन कर जंगल जानते गप समस्ते जंगल जा सन्ध्या ही आसला राति आसला कोठा गोटे गछ पर चढ़ीगले से तो जंगल भयंकर जंगल था बाघ हाथी भालू सब से गोटे गछ पर चढ़ी ऊपर रही यही समय ऊपर रही देखे गोटे लोक आसिक पहुँच ये जंगल भितर रात अधारे एत लोक कौन पहुँच लोक आसिक गोटे बाघ छाल पकईदेला बसला पूजा पूजी बाहर कला कोथड़ी पूजा सब सामग्री रखला ये तो डरले कहले कौन हम कौन नहीं पूजा सागे पूजा आरंभ कला मंत्र बोल कि पूजा कला काठ सब आनला निआ लगेला होम कला पूजा आरंभ कला सांगे सांगे देखा किस समय पर देवी आसिक ठिया देवी से जो रूप देखिकी ये सेंसलेस होगी पड़गला ये लोक डिया मारला तल को लोक फटेदेला निजे बस पड़ा से हाथ में प्रार्थना कला देवी कहले कौन तोर इच्छा कह कौन पूजा कर ना अमुक अमुक इच्छा से गोटे क्वेश्चन अच्छे ना कौन ना ये एत परिश्रम कला या कड़े मुझे गछ पड़ी डेईकी तुम बस तुम मत कृपा करके बर दौचे केमी दिगला
ସେ କହିଲେ ସିଏ ବହୁତ ସେ ଗଲା ଜନ୍ମରେ ବି ଏ କାର୍ଯ୍ୟ କରିଛି। ତା ତୁ ଗଲା ଜନ୍ମରେ ବହୁତ କାମ କରିଛୁ। ତୋର ସାମାନ୍ୟ ଭୁଲ ସକାଶେ ସେ ସିଦ୍ଧି ହେଇପାରିଲାନି, ଏଇ ଜନ୍ମରେ ସିଦ୍ଧି ହେଲା। ଇଏ କରିଛି ଏ ପୁଣି ପରେ ହବ ୟାର। ଏ ହଉଛି ଯେ କୃପା ସିଦ୍ଧ ବୋଲି କୁହାଯାଏ। କୃପା ସିଦ୍ଧ ଅର୍ଥ ହଉଛି ଯେ ତମର ତମେ ଦେଖାଯାଉଛି ତମେ କିଛି କରିନ ବୋଲି, କିନ୍ତୁ ସିଦ୍ଧି ଇଜ୍ ଗିଭେନ୍ ଟୁ ୟୁ। ଯୋଉଗୁଡ଼ାକ ଅନ୍ୟମାନେ କଷ୍ଟକର ଭାବରେ ବହୁତ କଷ୍ଟ ସହିକି ପ୍ରାପ୍ତ କରନ୍ତି, ତେଣୁ ସହଜରେ ପ୍ରାପ୍ତ କରିପାରୁଛ। ଦ୍ୟାଟ୍ ଇଜ୍ ଦ ଗ୍ରେସ୍। ଗ୍ରେସ୍ ସୁନ୍ଦର ଜଣଙ୍କୁ ବର୍ଣ୍ଣନା କରିଛନ୍ତି ଯେ ଏକଥା କରାଯାଇପାରେ, ଜଣକୁ ସବୁ ଅସୁବିଧାକୁ ଦୂର କରିଦିଆଯାଇପାରେ ହଠାତ୍ ହସ୍ତକ୍ଷେପ କରିକି। ଶ୍ରୀମନ୍ତ ତାପରେ ନିଜେ ଲେଖିଛନ୍ତି ଶ୍ରୀମନ୍ତ ଏକଥା କରିବାକୁ ଚାହୁଁନାହାନ୍ତି। ଇଟ୍ ଇଜ୍ ହିଜ୍ ୱିଲ୍। କାହିଁକି ଚାହୁଁନାହାନ୍ତି, କ'ଣ କରିବା ପାଇଁ ଚାହୁଁନାହାନ୍ତି। କିନ୍ତୁ ଆମ ହୃଦୟରେ ଯେ ଅଛନ୍ତି ମାଆଙ୍କର ଉପସ୍ଥିତି, ତାଙ୍କୁ ସ୍ମରଣ କରିବା, ତାଙ୍କୁ ଚିନ୍ତା କରିବା। ସ୍ମରଣ କରିବା ଅର୍ଥ କେବେ ଭୁଲିଯିବାନି ଯେ ସେ ଆମ ହୃଦୟରେ ନାହାନ୍ତି। ସବୁବେଳେ ମନେ ପକାଇବା ହୃଦୟରେ ଅଛନ୍ତି, ହୃଦୟରେ ଅଛନ୍ତି। ଯେହେତୁ ହୃଦୟରେ ଅଛନ୍ତି ସବୁବେଳେ ମନେ ପଡ଼ୁଛନ୍ତି, ସବୁବେଳେ ମନେ ପଡ଼ୁଛନ୍ତି। ଏଉଠୁ ଆମର ଜର୍ଣ୍ଣି ଷ୍ଟାର୍ଟ ହେବ। କନଷ୍ଟାଣ୍ଟ ରିମେମ୍ବରାନ୍ସ। ମାଆ କହିଲେ, ମାଆଙ୍କୁ ପଚାରିଲେ ମା କନଷ୍ଟାଣ୍ଟ ରିମେମ୍ବରାନ୍ସ ମାନେ କ'ଣ? ସବୁ ନା ଭୁଲି ନ ଯିବା, କେବେ ବି ଭୁଲିଯିବା ନାହିଁ ଯେ କୌଣସି ମୁହୂର୍ତ୍ତରେ ସେ ହୃଦୟରେ ଅଛନ୍ତି।